हेलो ପିଲାମାନେ ମୋ ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଓ ତ୍ରିପଲ ଏସି ତରଫରୁ ଫରେଷ୍ଟ ଗାର୍ଡ ଏକ୍ସରସାଇଜ କନେଷ୍ଟବଳ ଯୋଉ ଆମର ପୋଷ୍ଟ ବାହାରିଥିଲା ତାର ଡେଟ୍ ଏକ୍ସଟେଣ୍ଡ ହେଇଯାଇଛି। ଯୋଉମାନେ ଜାଣିନାହାନ୍ତି ସେମାନେ ଏଇ ୟୁଟ୍ୟୁବ ଚ୍ୟାନେଲରେ ନୋଟିଫିକେସନ ଯୋଉ ଏକ୍ଜାମ ନୋଟିଫିକେସନ ଅଛି କିମ୍ବା ଆପଣମାନେ ଓ ତ୍ରିପଲ ଏସି ସାଇଟରେ ମଧ୍ୟ ଦେଖିପାରିବେ ଯେ ଯୋଉ ରେଜିଷ୍ଟ୍ରେସନ ଡେଟ୍ ଆଉ ରି ରେଜିଷ୍ଟ୍ରେସନ ଡେଟ୍ ଏଟା ଏକ୍ସଟେଣ୍ଡ ହେଇଛି। ସବମିଶନ ଅଫ ଅନଲାଇନ ଆପ୍ଲିକେସନ ଫର୍ମ ୟା ଡେଟ୍ ମଧ୍ୟ ଏକ୍ସଟେଣ୍ଡ ହେଇଛି। ଯୋଉମାନେ ଆପ୍ଲାଏ କରିନାହାନ୍ତି କରିଦେବେ। ପିଲାମାନେ ଆମର ଓଡ଼ିଆରେ 15ଟା କ୍ୱେଶ୍ଚିନ୍ ଅଛି ଯେ 15ଟା MCQ ଆସିବ ଆଉ ସେଥିରେ 15 ମାର୍କ ଅଛି। ସେଥିରେ ଯୋଉ ଆମର ଅଛି ଯେ ନେଗେଟିଭ ମାର୍କିଂ ମଧ୍ୟ ଅଛି। ଆଉ ଏଥିରେ ଯୋଉ ଷ୍ଟାଣ୍ଡାର୍ଡର କ୍ୱେଶ୍ଚିନ୍ ଆସିବ ସେଟା ହଉଛି ହାଇସ୍କୁଲ ଷ୍ଟାଣ୍ଡାର୍ଡର। ହାଇସ୍କୁଲରେ ତମେ ମାନେ ଯୋଉ ବ୍ୟାକରଣ ପଢିକି ଆସିଥିଲ ସେଇ ଷ୍ଟାଣ୍ଡାର୍ଡର ପଢିକି ଆସିବ, ସେଇ ଷ୍ଟାଣ୍ଡାର୍ଡର କ୍ୱେଶ୍ଚିନ୍ ହିଁ ପଡିବ। ଯେମିତି ତମେ ମାନେ 10th ରେ MCQ ଦେଇଥିବ 50 ମାର୍କର ଯେମିତି ଆସିଥିଲା ସେମିତି ଏଇଥିରୁ 15ଟା ଭଳିଆ MCQ ଆସିବ। ତ ଚାଲନ୍ତୁ ଆମେ ଆଜି ପଢିବା ରୂଢି ଆଉ ଲୋକବାଣୀ। ହେଲୋ ପିଲାମାନେ, ଆଜି ଆମେ ପଢିବା ରୂଢି ଓ ଲୋକବାଣୀ। ଆମେ ପ୍ରଥମ ବାକ୍ୟଟି ପଢିବା। ଦେଖ, ଝିଅଟି ଖୁବ୍ ସୁନ୍ଦରୀ, ତା ବାହାଘର ପାଇଁ ତାଙ୍କ ଘରକୁ କେତେ ଲୋକ ଆସିଲେ। ସେମାନେ ସବିତାକୁ ପସନ୍ଦ କଲେ, ବାହାଘର ସ୍ଥିର ହେଲା, ଶେଷରେ ଝିଅଟି ସହିତ ପୁଅଟିର ବିବାହ ହେଲା। ଦ୍ୱିତୀୟ ବାକ୍ୟ ଦେଖ ଲେଖା ହେଇଛି, ସବିତା ଗୋଟିଏ ଚାଉଳରେ ଗଢ଼ା, ତାକୁ ଦେଖିବାକୁ ବର ଘର ଦେଖା ଆସିଲା, ଝିଅଟିର ରୂପ ତାଙ୍କ ମନକୁ ପାଇଲା, ବାହାଘର ସ୍ଥିର ହେଲା, ଶେଷରେ ପୁଅଟି ସହିତ ଝିଅଟିର ହାତ ଗଣ୍ଠି ପଡ଼ିଲା, ଉଭୟ ହାତକୁ ଦି ହାତ ହେଲେ। ଦେଖ, ଦିଟାଙ୍କ ବାକ୍ୟ ଭିତରୁ କୋଉ ବାକ୍ୟଟି ତମକୁ ଭଲ ଲାଗୁଛି? ଏଇ ଯୋଉ ଦିଟାଙ୍କ ଅନୁଚ୍ଛେଦ ଅଛି କୋଉଟା ତମକୁ ଭଲ ଲାଗୁଛି, ପ୍ରଥମଟା ନା ଦ୍ୱିତୀୟଟା? ଝିଅଟି ଖୁବ୍ ସୁନ୍ଦରୀ, କିନ୍ତୁ ଦ୍ୱିତୀୟ ଯୋଉ ଅନୁଚ୍ଛେଦରେ କଣ ଲେଖା ହେଇଛି? ସବିତା ଗୋଟିଏ ଚାଉଳରେ ଗଢ଼ା। ତାକୁ ସଜେଇକି ଲେଖା ହେଇଛି। ଗୋଟେ ବାକ୍ୟକୁ ସୁନ୍ଦର କରିବା ପାଇଁ ଏଇ ରୂଢିର ବ୍ୟବହାର କରାଯାଇଥାଏ। ଏଇ ରୂଢି ବା ଲୋକବାଣୀର ବ୍ୟବହାର କରାଯାଏ। ବୁଝିପାରିଲ? ଦେଖ, ଏଠି ଖୁବ୍ ସୁନ୍ଦରୀ ଜାଗାରେ ଲେଖା ହେଇଛି ଗୋଟିଏ ଚାଉଳରେ ଗଢ଼ା, ପସନ୍ଦ କଲେ ମନକୁ ପାଇଲା, ବାହାଘର ହେଲା ହାତ ଗଣ୍ଠି ପଡିଲା, ବାହା ହେଲେ ହାତକୁ ଦି ହାତ ହେଲେ। ଗୋଟେ ରୂଢି କହିଲେ ଆମେ କାହାକୁ କହିବା? ଯେ ରୂଢିର ଡେଫିନେସନ ହଉଛି କୌଣସି ଶବ୍ଦ ନିଜସ୍ୱ ଅର୍ଥ ଛାଡି ଅନ୍ୟ ଶବ୍ଦ ସହିତ ମିଶି ସ୍ୱତନ୍ତ୍ର ଅର୍ଥ ପ୍ରକାଶ କଲେ ଏହାକୁ ରୂଢି କୁହାଯାଏ। ବୁଝିପାରିଲ? ରୂଢି କାହାକୁ କୁହାଯାଏ? ରୂଢ ଶବ୍ଦ ଯେଉଁ ଶବ୍ଦ ପ୍ରକୃତି ପ୍ରତ୍ୟୟଗତ ଅର୍ଥ ପ୍ରକାଶ ନ କରି ଭିନ୍ନ ଅର୍ଥ ପ୍ରକାଶ କରେ ତାକୁ ରୂଢ ଶବ୍ଦ କୁହାଯାଏ। ଯୋଉ ରୂଢି ଅଛି, ରୂଢିକୁ ସାଧାରଣତଃ 3 ଭାଗରେ ବିଭକ୍ତ କରାଯାଇଛି। କ୍ରିୟାହୀନ ରୂଢି, କ୍ରିୟାଯୁକ୍ତ ରୂଢି ଆଉ ତୁଳନାତ୍ମକ ରୂଢି। କ୍ରିୟାହୀନ ରୂଢି କହିଲେ କଣ? ନା ଯେଉଁ ପଦରେ କ୍ରିୟାପଦ ନଥାଏ, ଯେଉଁ ପଦ ସନ୍ଧିରେ କ୍ରିୟାପଦ ନଥାଏ ତାକୁ କ୍ରିୟାହୀନ ରୂଢି। ଯେଉଁ ପଦ ସନ୍ଧିରେ କ୍ରିୟାପଦ ଥାଏ ତାକୁ କ୍ରିୟାଯୁକ୍ତ ରୂଢି। ପଦ ସହିତ ଉପମାବାଚକ ଶବ୍ଦର ବ୍ୟବହାର ହେଲେ ତାକୁ ତୁଳନାତ୍ମକ ରୂଢି ବୋଲି କୁହାଯାଏ। ତାହେଲେ ବର୍ତ୍ତମାନ ଆମେ କ୍ରିୟାହୀନ ରୂଢି ପଢିବା, ଯେଉଁଥିରେ କି କ୍ରିୟାପଦ ନାହିଁ। ଅନ୍ଧର ଲଉଡି, ତାର ଅର୍ଥ କଣ? ଅସହାୟର ସହାୟ। ଦେଖ, ଶ୍ରବଣ କୁମାର ବୃଦ୍ଧ ପିତାମାତାଙ୍କର ଅନ୍ଧର ଲଉଡି ଥିଲେ। ଠିକ ସେମିତି ଆମେ ଅନ୍ୟାନ୍ୟ ଶବ୍ଦ ମଧ୍ୟ ଏହାକୁ ନେଇକି ଅନ୍ୟାନ୍ୟ ବାକ୍ୟ ମଧ୍ୟ ଗଠନ କରିପାରିବା। ଅନ୍ଧର ଲଉଡି ଶବ୍ଦକୁ ନେଇକି, ଜଣେ ବୃଦ୍ଧ ମାର ତା ପୁଅ ହଉଛି ଅନ୍ଧର ଲଉଡି। ବୁଝିପାରିଲ? ଅନ୍ଧ ବୁଝାମଣା, ଅନ୍ୟାୟ ବିଚାର। ୟାକୁ ନେଇକି ଦେଖ ଗୋଟେ ବାକ୍ୟ ଗଠନ ଅଛି, ଏ ତ ଅନ୍ଧ ବୁଝାମଣା ରୀତି, ମଣିଷକୁ ଯେବେ ମଣିଷ ଛୁଇଁଲା କେଉଁ ବାଟେ ଯିବ ଜାତି। ଅରଣ୍ୟ ରୋଦନ, ନିଷ୍ଫଳ ପ୍ରାର୍ଥନା ବା ବୃଥା ପ୍ରାର୍ଥନା। ଅହିନକୁଳ ସମ୍ପର୍କ, ଘୋର ଶତ୍ରୁତା। ଅଜଣା କଥା, ମୂଲ୍ୟହୀନ କଥା। ଦେଖ, ୟାକୁ ନେଇକି ସବୁ ବାକ୍ୟ ଗଠନ ହେଇଛି। ଭାଇ ଭାଇ ମଧ୍ୟରେ ଅହିନକୁଳ ସମ୍ପର୍କ ସୃଷ୍ଟି ହେବା ଆଦୌ ଉଚିତ ନୁହେଁ। ଏମିତି ବି ତୁମକୁ ପ୍ରଶ୍ନ ଆସିପାରେ ଯେ ଅହିନକୁଳ ସମ୍ପର୍କର ଅର୍ଥ କଣ? ଘୋର ଶତ୍ରୁତା, ମୂଲ୍ୟହୀନ କଥା, ବୁଦ୍ଧିବଣା ହେବା,
ଅନ୍ୟାୟ ବିଚାର ଏମିତି ସବୁ ତାର ଅପସନ୍ ଥିବ। ସେଥିରୁ ତମକୁ ଗୋଟେ ବାଛିବାକୁ ପଡିବ। ନହେଲେ ଏମିତି ଆସିବ ଯେ ଅହିନକୁଳ ସମ୍ପର୍କ ଶବ୍ଦଟିକୁ ନେଇକି ଗୋଟେ ବାକ୍ୟ ଗଠନ କର। ତୁମେ ସେମିତି ଗୋଟେ ବାକ୍ୟ ଗଠନ କରିବ। ତମେ ଧନ୍ୟ ରାମ ସହିତ ହରିର ଅହିନକୁଳ ସମ୍ପର୍କ ଅଛି, ମାନେ ଘୋର ଶତ୍ରୁତା। ବୁଝିପାରିଲ? ଅଲଣା କଥା, ମୂଲ୍ୟହୀନ କଥା। ଅକଲ ଗୁଡୁମ, ବୁଦ୍ଧି ଭଣା ହେବା। ତାକୁ ନେଇକି ଏଇ ସବୁ ଶବ୍ଦମାନଙ୍କୁ ନେଇକି ତମେ ନିଜେ ନିଜେ ଗୋଟେ ଗୋଟେ ବାକ୍ୟ ଗଠନ କରିଦବ ହେଲା। ଅଲଣା କଥାକୁ ନେଇକି ଦେଖ ଗୋଟେ ବାକ୍ୟ ଗଠନ ହେଇଛି। ତୁମର ସେ ଅଲଣା କଥା ଶୁଣିବାକୁ ମୋର ବେଳ ନାହିଁ। ବୁଝିପାରିଲ? ଅକଲ ଗୁଡୁମ, ବୁଦ୍ଧି ଭଣା ହେବା। ମୋର ସାଇକେଲଟି ହଜିଯିବାରୁ ମୋର ଅକଲ ଗୁଡୁମ ହେଇଗଲା, ମାନେ ବୁଦ୍ଧି ଭଣା ହେଇଗଲା। ଅଳ୍ପ ବିଦ୍ୟା ଭୟଙ୍କରୀ, ଅଳ୍ପ ଜ୍ଞାନ ଯୋଗୁ ଅପଦସ୍ଥ ହେବା। ବୁଝିପାରିଲ? ଜଣକୁ ଧରିନିଅ ବାଇକ୍ ଚଲେଇବା ଆସିନି, କିନ୍ତୁ ସେ ବାଇକ୍ ଚଲଉଛି, ତେଣୁକରି ଆମେ ତାକୁ କହିବା ଅଳ୍ପ ବିଦ୍ୟା ଭୟଙ୍କରୀ, ଅଳ୍ପ ଜ୍ଞାନ ଯୋଗୁ ଅପଦସ୍ଥ ହେବା। ବାଇକ୍ ଚଲେଇଲେ କଣ ହବ ତା ଅବସ୍ଥା? ଯେମିତି ହେଲେ ପଡିବ। ଆକାଶ କୁସୁମ ଅର୍ଥାତ୍ ବୃଥା ସ୍ୱପ୍ନ। ଆପଣା ସୁନା ଭେଣ୍ଡି, ନିଜ ଲୋକ ଅଯୋଗ୍ୟ। ଉପରି ମାଲ, ନିର୍ଦ୍ଦିଷ୍ଟ ଆୟରୁ ଅଧିକ ବା ମାଗଣା ମିଳିବା। ଉପର ଠାଉରିଆ, ଗଭୀରତାର ଅଭାବ ବା ସାରବତାର ଅଭାବ। ଏ ଘର ମାଉସୀ, ସେ ଘର ପିଉସୀ। ଏପଟେ ସେପଟେ ଛିଦ୍ର କହି ଯେ ସବୁଠାରୁ ଭଲ ହୁଏ। ଦେଖିବେ ଏମିତି କିଛି ପିଲା ଥିବେ ଯେ ଏପଟେ ବି କହୁଥିବେ ସେପଟେ ବି କହୁଥିବେ। ତେଣୁକରି ଆମେ ସେଇଭଳିଆ ପିଲାଙ୍କ ଉଦ୍ଦେଶ୍ୟରେ ମଧ୍ୟ କହିପାରିବା ଯେ ଏ ଘର ମାଉସୀ, ସେ ଘର ପିଉସୀ। ଏକ ଘରକିଆ, ସାମାଜିକ ବାସନ୍ଦ। ଯେତେବେଳେ କିଛି ଗଣ୍ଡଗୋଳ ହୁଏ, ସେଠି କୁହନ୍ତିନି ଆମେ ତମକୁ ଏକ ଘରିକିଆ କରିଦବୁ, ମାନେ ସାମାଜିକ ବାସନ୍ଦ କରିଦବୁ, ଯୋଉଟା କି ବହୁତ ପୂର୍ବରୁ ଥିଲା। ଓଳିଆରୁ ଗଜା, ଜନ୍ମରୁ ଚତୁର ବା ସିଆଣିଆ। ଯୋଉମାନେ କୁହନ୍ତିନି ଏଇ ପିଲାଟା ତ ଓଳିଆରୁ ଗଜା, ଜନ୍ମରୁ ଏଡେ ଚତୁର। କର ଛଡା, ଦାୟିତ୍ୱ ନ ନେବା। କିଛି ପିଲା ଥିବେ ସରସ୍ଵତୀ ପୂଜା ହଉ, ଗଣେଶ ପୂଜା ହଉ, ସେମାନେ କିଛି ଦାୟିତ୍ୱ ନିଅନ୍ତିନି। ସେଇଭଳିଆ ପିଲାଙ୍କ ଉଦ୍ଦେଶ୍ୟରେ ମଧ୍ୟ ଆମେ କହିବା ଯେ କର ଛଡା। ସରସ୍ଵତୀ ପୂଜା ହେଲେ କିଛି ପିଲା କର ଛଡା ଦେଇ ଦିଅନ୍ତି, ଦାୟିତ୍ୱ ନିଅନ୍ତି ନାହିଁ। କାଠିକର ପାଠ, କଷ୍ଟସାଧ୍ୟ। ଧନ୍ୟ ମୋ ପାଇଁ ଇଂଲିଶ ପଢିବା ଓ ଲେଖିବା ଗୋଟେ କାଠିକର ପାଠ, ଅର୍ଥାତ୍ କଷ୍ଟସାଧ୍ୟ। ରମେଶ ଗୋଟେ କୁହାମୁଣ୍ଡା କପିଳା, ମାନେ ବହୁ ଅବାନ୍ତର କଥା କହିବା। ଗୋଟେ ହେଇଛି, ଆଜିକାଲି ଶସ୍ତା ରାଜନୀତି କରୁଥିବା ନେତାମାନେ ହେଉଛନ୍ତି କୁହାମୁଣ୍ଡା କପିଳା। ବୁଝିପାରିଲ? କପାଳ ଲିଖନ କଣ? ଭାଗ୍ୟ ଫଳ। କହନ୍ତି ହଁ, କପାଳ ଲିଖନ କି କରିବାନ, ତ ଭାଗ୍ୟ ଫଳକୁ କିଏ ବଦଳାଇ ଦେଇପାରିବ କି? କୁମ୍ଭୀର କାନ୍ଦନା, ଉପର ଠାଉରିଆ ସହାନୁଭୂତି ବା ଛଳନା। ତୁମର କୁମ୍ଭୀର କାନ୍ଦଣା ମୋ ଉପରେ କୌଣସି ପ୍ରଭାବ ପକେଇବ ନାହିଁ, ଅର୍ଥାତ୍ ଛଳନା। ଉପମଣ୍ଡୁକ, ସଂକୁଚିତ ପରିବେଶରେ ବଢିଥିବା, ଅର୍ଥାତ୍ ଧନ୍ୟ ଗୋଟେ କୁହାଯାଏନି ତୁମେ କୂପମଣ୍ଡୁକ ହେଇକି ରହିଗଲ, ତ କିଛି ସୀମିତ ଜିନିଷ ଜାଣିବା ହଉଛି ବା ସଂକୁଚିତ ପରିବେଶରେ ବଢିବାକୁ ଉପମଣ୍ଡୁକ ବୋଲି କୁହାଯାଏ। ଖତ ଗଦାରେ ପଦ୍ମ, ପ୍ରତିକୂଳ ପରିସ୍ଥିତିରେ ପ୍ରତିଭାର ସ୍ମରଣ। ଏହାର ଗୋଟେ ଉଦାହରଣ ହଉଛି ରେଢାଖୋଲର କନ୍ଧ ପରିବାରରେ ଜନ୍ମ ହୋଇଥିଲେ ବି କବି ଭୀମ ହୋଇଥିଲେ ଖତଗଦାର ପଦ୍ମ ସଦୃଶ, ଅର୍ଥାତ୍ ପ୍ରତିକୂଳ ପରିସ୍ଥିତିରେ ପ୍ରତିଭାର ସ୍ମରଣ କରିବା ବା ସ୍ମରଣ ହେବା। ଗୋଟିଏ ଚାଉଳରେ ଗଢା, ଗୋଟିଏ ଚାଉଳରେ ଗଢା ମାନେ ଅତି ସୁନ୍ଦର। ସେ ପିଲାଟା ଗୋଟିଏ ଚାଉଳରେ ଗଢା, ଅତି ସୁନ୍ଦର। ଗୋଠ ଖଣ୍ଡିଆ ମାନେ ଗୋଠରୁ ଅଲଗା ହେବା। ଧନ୍ୟ ସମସ୍ତେ ଆମେ ଅଛେ, ଆମ ସାଙ୍ଗ ମାନଙ୍କ ଭିତରୁ ଜଣେ ଅଲଗା ହେଇଯାଉଛି, ଆମେ ତାକୁ କହିବା ଏଇଟା ଗୋଟେ ଗୋଠ ଖଣ୍ଡିଆଟା, ଅର୍ଥାତ୍ ଗୋଷ୍ଠୀରୁ ଅଲଗା ହେବା ବା ଅସାମାଜିକ ବ୍ୟକ୍ତି ବୋଲି କହିବା। ତେଣୁ ସେ ଝଗଡା କରି ସେ ପଳେଇଲା। ଗୋବର ଗଣେଶ, ନିର୍ବୋଧ ବା ମୂର୍ଖ। ସାର୍ କହୁନାହାନ୍ତି ବେଳେବେଳେ ପଢିଲା ବେଳେ ଏଇଟା ଗୋଟେ ଗୋବର ଗଣେଶ ପରା, ମାନେ ଗୋଟେ ନିର୍ବୋଧ ମୂର୍ଖ। ଆଉ ଗୋଟେ ହଉଛି ଘର ଢିଙ୍କି କୁମ୍ଭୀର, ଅର୍ଥାତ୍ ନିଜ ଲୋକ ଶତ୍ରୁ।
ବେଳେବେଳେ କୁହନ୍ତି ଏଇଟା ଗୋଟେ ଘର ଢିକି କୁମ୍ଭୀର ପରା, ନିଜ ଲୋକ ଶତ୍ରୁ। ଘର ବୁଡ଼ି ପାଣି ଆଣ୍ଠୁଏ ଅର୍ଥାତ୍ ଅବସ୍ଥା ଅସମ୍ଭାଳ ହେବା ବା ବିପଦ ଉପରେ ବିପଦ ଆସିବା। ଘୋଷା ବଳଦ କିଛି ନ ବୁଝି ମୁଖସ୍ଥ କରିବା। ଛୁଞ୍ଚି ମାଛି ପରୀକ୍ଷା ତନ୍ନ ତନ୍ନ କରି ଦେଖିବା। ଛକା ପଞ୍ଝା ଉଭୟ ପକ୍ଷର ସତର୍କ ହେବା। ପୋଲିସ ଆଉ ଚୋରଙ୍କ ମଧ୍ୟରେ ଛକା ପଞ୍ଝା ଖେଳ ଚାଲିଥିଲା, ଅର୍ଥାତ୍ ଉଭୟଙ୍କୁ ଖୋଜୁଥିଲେ। ଜପାମାଳି ଜପାମାଳି କହିଲେ ଅତି ପ୍ରିୟ, ଅର୍ଥାତ୍ ସାରଙ୍କର ଗଣେଶ ଜପାମାଳି ମାନେ ସାରଙ୍କର ଗଣେଶ ହଉଛି ଅତି ପ୍ରିୟ ଛାତ୍ର। ବୁଝିପାରିଲ? ଜୀବନ ମୂର୍ଚ୍ଛିବା ଅପ୍ରାଣ ଉଦ୍ୟମ, ଅର୍ଥାତ୍ ଏହାର ଗୋଟେ ଉଦାହରଣ ଦେବି ଯେ ମୁଁ ଏଥର ଦଶମ ପରୀକ୍ଷାରେ ଭଲ ମାର୍କ ରଖିବା ପାଇଁ ଜୀବନ ମୂର୍ଚ୍ଛା ଉଦ୍ୟମ କରିବି। ଜୀବନ ମୂର୍ଚ୍ଛି ଦେବି ମାନେ ଅପ୍ରାଣ ଉଦ୍ୟମ କରିବି। ଜୋକ ମୁହଁରେ ଲୁଣ ଗର୍ବ ଭାଙ୍ଗିବା ବା ଅହଙ୍କାର ଭାଙ୍ଗିବା। ଏହାର ଅର୍ଥ ହଉଛି ଜୋକ ମୁହଁରେ ଲୁଣର। ଝାଳ ବୁହା ଧନ କଷ୍ଟ ଅର୍ଜିତ ଧନ। କୁହନି ମୋ ବାପାର ଝାଳ ବୁହା ଧନକୁ ମୁଁ ନଷ୍ଟ କରିବି ନାହିଁ, ଅର୍ଥାତ୍ କଷ୍ଟ ଅର୍ଜିତ ଧନକୁ ମୁଁ ନଷ୍ଟ କରିବି ନାହିଁ। ଝିମିଟି ଖେଳରୁ ମହାଭାରତ ସାମାନ୍ୟ ଘଟଣାରୁ ବିରାଟ କାଣ୍ଡ ବା ଭୟଙ୍କର ପରିସ୍ଥିତିର ସୂତ୍ରପାତ ହେବା। ଡେଙ୍ଗା ମୁଣ୍ଡରେ ଠେଙ୍ଗା ସମସ୍ତଙ୍କ ଦୃଷ୍ଟିରେ ଥିବା ବ୍ୟକ୍ତି ଉପରେ ବିପଦର ମାତ୍ରା ଅଧିକ ଥାଏ। ସବୁବେଳେ କୁହନ୍ତିନି ଯେ ମୁଖ୍ୟ ଲୋକ ତାପରେ ଆଗ ବିପଦ ଆସେ, ସେଥିପାଇଁ କୁହାଯାଏ ଡେଙ୍ଗା ମୁଣ୍ଡରେ ଠେଙ୍ଗା। ଢୋଲ ଭିତରେ ମୂଷା ଶତ୍ରୁ ଗୁପ୍ତରେ ଘରେ ଲୁଚି ରହିବା, ତେଣୁକରି ଆମେ ତାକୁ ଢୋଲ ଭିତରେ ମୂଷା। ପିଲିଆ ମୁଣ୍ଡରେ ତେଲ ମାନେ ପିଲା ବାଲାକୁ ଅଧିକ ସାହାଯ୍ୟ। ଦେଖ ଢୋଲ ଭିତରେ ମୂଷା ଶତ୍ରୁ ଗୁପ୍ତରେ ଘରେ ଲୁଚି ରହିବା, ତେଲିଆ ମୁଣ୍ଡରେ ତେଲ ଥିଲା ବାଲାକୁ ଅଧିକ ସାହାଯ୍ୟ। ଦେହ ଲଗା ଅତି ବିଶ୍ୱାସୀ ସେ ମୋ ଦେହ ଲଗା ବନ୍ଧୁ ଅତି ବିଶ୍ୱାସୀ ବନ୍ଧୁ। ନଈ ନ ଦେଖୁଣୁ ଲଙ୍ଗଳା ବିପଦ ନ ଆସୁଣୁ ଛାନିଆ ହେବା। କିଛି ଲୋକ ଥାଆନ୍ତି ଏଇ ବିପଦ ଆସିବ ସେଇ ବିପଦ ଆସିବ, ଯେମିତି ଆମର ଦୁନିଆ ଧ୍ୱଂସ ହେଇଯିବ, ସବୁ କିଛି ମୁଁ ବିକି ଦେଇ ଖାଇଦେବି, ତେଣୁକରି ସେଇଭଳିଆ ଲୋକଙ୍କ ପାଇଁ ଆମେ କହିପାରିବା ନଈ ନ ଦେଖୁଣୁ ଲଙ୍ଗଳା। ନଛୋଡ଼ ବନ୍ଧା ଏହାର ଅର୍ଥ ହଉଛି ଏକଜିତିଆ। ତାଙ୍କର ନଛୋଡ଼ ବନ୍ଧା ମନୋଭାବ ଯୋଗୁଁ ପରିବାରଟା ଉଜୁଡ଼ିଗଲା। ନାଟର ଗୋବର୍ଦ୍ଧନ ଅନର୍ଥର ମୂଳ ସେ ହିଁ ହଉଛି ସବୁ ନାଟର ଗୋବର୍ଦ୍ଧନ, ଅନର୍ଥର ମୂଳ। ଫାଙ୍କା ଆୱାଜ ବୃଥା ଧମକ ତୁମ ଫାଙ୍କା ଆୱାଜରେ ମୁଁ ଡରିଯିବା ଲୋକ ନୁହେଁ। ଫଟା କପାଳ ମନ୍ଦ ଭାଗ୍ୟ ମୋର ତ ଫଟା କପାଳ, ଆଉ ଆମେ କହୁନେ ମନ୍ଦ ଭାଗ୍ୟ। ବଣ ବିଛୁଆତି ସେଟା ତ ପ୍ରଥମରୁ ବଣ ବିଛୁଆତି ମାନେ ମୂଳରୁ ଦୁଷ୍ଟ ବା ଅତି ଦୁଷ୍ଟ। ବାଆକୁ ବତା କ୍ଷଣ ଆଶ୍ରୟୀ ଯୋଉଦିନ ଆମର ଲଗାତାର ପରୀକ୍ଷା ରହୁଛି ଆମେ କହିପାରିବା ଯେ ବାଆକୁ ବତା ପରା, ମୋର ତ ଅବସ୍ଥା ବାଆକୁ ବତା ତଥା କ୍ଷୀଣ ଆଶ୍ରୟ। କିଛି ସମୟ ପାଇଲେ ଏଇଭଳି ଭାବରେ ଆମେ କହିପାରିବା ବାପା ରାଣୀ ଢିଙ୍କି ବାଧ୍ୟ କରିବା। ବାହାଘର ବେଳେ ବାଇଗଣ ନୁଟୁଆ ଆଗରୁ ପ୍ରସ୍ତୁତ ନ ହୋଇ ଶେଷ ମୁହୂର୍ତ୍ତରେ କାର୍ଯ୍ୟ ଆରମ୍ଭ କରିବା। ଧନ୍ୟ ଆମେ ଦଶମର ପ୍ରଥମରୁ ପାଠ ପଢି ନାହିଁ, କିନ୍ତୁ ଯେତେବେଳେ ପରୀକ୍ଷା ଆସୁଛି ଆମେ ବସିକି ପ୍ରଥମରୁ ନୋଟ ଆରମ୍ଭ କରିବା। ପରୀକ୍ଷା 2 ଦିନ ଥିବ 3 ଦିନ ଥିବ ନୋଟ ଆରମ୍ଭ କରିବା। ସେତେବେଳେ ସେଇଭଳିଆ ପରିସ୍ଥିତିରେ ଆମେ ସେଠି ଏଇ ସୌନ୍ଦର୍ଯ୍ୟ ବ୍ୟବହାର କରିପାରିବା ବା ଏଇ ଯୋଉ ଲୋକବାଣୀ ରୂଢିର ବ୍ୟବହାର କରିପାରିବା ଯେ ବାହାଘର ବେଳେ ବାଇଗଣ ରୁଆ ଆଗରୁ ପ୍ରସ୍ତୁତ ନ ହୋଇ ଶେଷ ମୁହୂର୍ତ୍ତରେ କାର୍ଯ୍ୟ ଆରମ୍ଭ କରିବା। ବାଘ ଘରେ ମିରିଗ ନାଟ ମୁରବୀଙ୍କ ଅନୁପସ୍ଥିତିରେ ବିଶୃଙ୍ଖଳା ସୃଷ୍ଟି କରିବା। ବିରାଡି ବୈଷ୍ଣବ ବା ବକ ଧାର୍ମିକ ଏହାର ଅର୍ଥ ହଉଛି ଠକ। ବୋଝ ଉପରେ ନଳିତା ବିଡା ଦୁଃଖ ଉପରେ ଦୁଃଖ। ଭାଣ୍ଡି ପୁଅ ଅନନ୍ତା ଏହାର ଅର୍ଥ କଣ? ଲଙ୍ଗଳା କଟୁରୀ ଚାରି ଦୌଡି କଟା ଏଥିରେ ତିନିଟାଙ୍କର ସମାନ ଅର୍ଥ। ଅନ୍ୟାୟତ ବା ଶାସନର ବାହାରେ। ରାଣ୍ଡି ପୁଅ ଅନନ୍ତା ଲଙ୍ଗଳା କଟୁରୀ ବା ଚାରି ଦୌଡି କଟା ଏଇ ତିନିଟାର ଅର୍ଥ ହଉଛି ଅନ୍ୟାୟତ ବା ଶାସନର ବାହାରେ। ହାତ ବାରିଶି ଅର୍ଥ କଣ? ଯାହା ସାହାଯ୍ୟରେ କାର୍ଯ୍ୟ ହାସଲ ହୁଏ।
କଣ ଜେଜେମା କହନି, ଜେଜେମା କହେ ଯେ ମୋ ନାତି ହଉଛି ମୋର ହାତ ବାରିଶି। ଅର୍ଥାତ୍ ଯାହା ସାହାଯ୍ୟରେ କାର୍ଯ୍ୟ ହାସଲ କରିବେ, ମାନେ ଯିଏ ତାର ସବୁ କାମ କରେ ଆଉ, ସେ ବା ମୋର ହାତ ବାରିଶିଟା, ଅର୍ଥାତ୍ ମୋର ସବୁ କାମ କରିଦିଏ। ହୁଙ୍କା ପିଟା, କିଛି ନ ବୁଝି ହଠାତ୍ କାମରେ ଲାଗିଯିବା। ବେଳେ ବେଳେ କୁହନ୍ତିନି, ତାର ହୁଙ୍କା ପିଟା ନୀତି ଯୋଗୁ ଆମେ ସବୁବେଳେ ହଇରାଣ ହଉ। ଅର୍ଥାତ୍ କିଛି ନ ବୁଝି ନ ସୁଝି କାମରେ ଲାଗିଯିବାକୁ କୁହାଯାଏ ହୁଙ୍କା ପିଟା ବୋଲି। ଏବେ କ୍ରିୟା ହୀନ ରୂଢି ଗଲା, କ୍ରିୟା ଯୁକ୍ତ ରୂଢି, ଯୋଉଥିରେ କ୍ରିୟାପଦ ରହିଛି। ଅହନ୍ତା ବା ଅକସ ରଖିବା, ମାନେ ପ୍ରତିହିଂସା ମନୋଭାବ ପୋଷଣ କରିବା। ଅନ୍ଧାରକୁ ଟେକା ପକାଇବା ବା ଅନ୍ଧାର ଘରେ ବାଡି ବୁଲାଇବା, ଅନୁମାନ କରିବା ତାର ଅର୍ଥ। ଆଖି ରଖିବା ମାନେ ଲକ୍ଷ୍ୟ ରଖିବା ବା ଯତ୍ନ ନେବା। ଆଖି ଦେବା, ଦୃଷ୍ଟି ପକାଇବା ବା ବିଷ ଦୃଷ୍ଟି ଦେଖିବା। ଆଖି ପକାଇବା, ଲୋଲୁପ ଦୃଷ୍ଟି ପକାଇବା। ଦେଖ, ଆଖି ରଖିବା, ଲକ୍ଷ୍ୟ ରଖିବା ବା ଯତ୍ନ ନେବା। ଜାତୀୟ ସ୍ୱାର୍ଥକୁ ଆଖି ଆଗରେ ରଖି ଆମକୁ କର୍ତ୍ତବ୍ୟ ସମ୍ପାଦନ କରିବାକୁ ପଡିବ, ମାନେ ଲକ୍ଷ୍ୟ ରଖି। ଆଖି ଦେବା ବା ଦୃଷ୍ଟି ପକାଇବା, ପର ଦ୍ରବ୍ୟ ପ୍ରତି ଆଖି ଦେବା ବା ଦୃଷ୍ଟି ପକାଇବା ଠିକ ନୁହେଁ, ମାନେ ବିଷ ଦୃଷ୍ଟି ଦେଖିବା ବା ଲୋଭ କରିବା। ଆଖି ଦେବାର ଅର୍ଥ, ଆଖି ଦେବା ବା ଦୃଷ୍ଟି ପକାଇବାର ଅର୍ଥ। ଆଖି ପକାଇବା, ଲୋଲୁପ ଦୃଷ୍ଟି ପକାଇବା। ଚୋରଟି ସେ ଘର ଉପରେ ଆଖି ପକେଇଲାଣି, ମାନେ ଲୋଲୁପ ଦୃଷ୍ଟି ପକେଇଲାଣି। ଆଖି ବୁଲାଇବା, ମାନେ ମୋଟାମୋଟି ଦେଖିବା। ପରୀକ୍ଷା ପାଖେଇ ଆସିଲାଣି, ଟିକେ ଆଖି ବୁଲେଇ ଦବା, ମାନେ ମୋଟାମୋଟି ଦେଖିବା। ଯାହାକୁ ଆମେ ଇଂଲିଶରେ କହୁଛୁ ରିଭିଜନ ଟିକେ କରିଦବା, ମାନେ ଟିକେ ଆଉଥରେ ଦେଖିଦବା। ଆଖି ବୁଲାଇବାର ଅର୍ଥ। ଆଖି ବୁଜିବା ମାନେ ମୃତ୍ୟୁବରଣ କରିବା। ଲୋକଟି ଅକାଳରେ ଆଖି ବୁଜିଦେଲା, ମାନେ ଅକାଳରେ ମୃତ୍ୟୁବରଣ କରିଦେଲା। ଆଖିକି ପାଇବା, ପସନ୍ଦ କରିବା। ଅର୍ଥାତ୍ ବାପା ଆଣିଥିବା ମିଠା ଗୁଡା ମୋ ଆଖିକୁ ପାଇଲା, ଅର୍ଥାତ୍ ପସନ୍ଦ ହେଲା। ଆଖିକି ପାଇବା, ପସନ୍ଦ କରିବା। ଆଖି ପାଇବା ଅର୍ଥାତ୍ କଳନା କରିବା ବା ଚାଲାକ ହେବା, ଆଖି ପାଇବାର ଅର୍ଥ। ଆଖିରେ ଧୂଳି ଦେବା, ଠକିଦେବା। ସେ ଲୋକଟା ମୋ ଆଖିରେ ଧୂଳି ଦେଇ ପଳେଇଲା, ଅର୍ଥାତ୍ ମତେ ଠକି ଦେଇକି ପଳେଇଲା। ଆର ଆଖିରେ ନ ଚାହିଁବା, ସାମାନ୍ୟ ଦୃଷ୍ଟି ନ ଦେବା ବା ସମ୍ପର୍କ ନ ରଖିବା। ଆ ବଳଦ ମତେ ବିନ୍ଧ, ବିପଦକୁ ଡାକି ଆଣିବା। ଉଷୁନା ଧାନ ଗଜା ହେବା, ଅସମ୍ଭବ ସମ୍ଭବ ହେବା। ଉପରେ ପଡି କହିବା, ମାନେ ଆବୁଡି ପଡିବା ବା ନ ପଚାରୁଣୁ କହିବା। ଉପରେ ପଡି କହିବା ବା ଆବୁଡି ପଡିବାର ଅର୍ଥ ହଉଛି ନ ପଚାରୁଣୁ କହିବା ବା ଅନ୍ୟ କଥା ନ ଶୁଣୁଣୁ କହିବା। କପାଳ ଖୋଲିବା, ଭଲ ବେଳ ପଡିବା ବା ଉନ୍ନତି ହେବା। ହଁ, କହୁନାହାନ୍ତି ଏବେ ତ ତାର କପାଳ ଖୋଲି ଯାଇଛି ଆଉ, ଅର୍ଥାତ୍ ଭଲ ବେଳ ତାର ଆରମ୍ଭ ହେଇଯାଇଛି ଆଉ। କପାଳ ଫାଟିବା, ଏହାର ଅର୍ଥ ସର୍ବନାଶ ହେବା। କଳା କାଠ ପଡିଯିବା, ମଳିନ ପଡିଯିବା। କଟା ଘାରେ ଚୂନ ଦେବା, ଯନ୍ତ୍ରଣା ଉପରେ ଯନ୍ତ୍ରଣା ଦେବା। କଳା କନା ବୁଲାଇବା, ସର୍ବସ୍ୱ ଲୁଟି ନେବା ବା ସର୍ବନାଶ କରିବା। କାମରେ ହାତ ଦେବା, କାର୍ଯ୍ୟ ଆରମ୍ଭ କରିବା। କାନରେ ହାତ ଦେବା, ଆଶ୍ଚର୍ଯ୍ୟ ହେବା। କାଠ ହୋଇଯିବା ବା ଜଡ଼ ପାଲଟିଯିବା, କାତର ହେବା। କୁହୁଡ଼ି ପହଁରିବା, ବୃଥା ପରିଶ୍ରମ ବା ବୃଥା ପ୍ରୟାସ। ଖାଲରେ ପକାଇବା, ବିପଦରେ ପକାଇବା। ଖିଅ କାଢିବା, କଥାକୁ ଘାଣ୍ଟି ଦୋଷ ଖୋଜିବା। ଖାଇବା ପତରରେ ଧୂଳି ଦେବା, ଜୀବିକା ଛଡାଇ ନେବା। ଗୁଜୁରାଣ ମେଣ୍ଟାଇବା, କଷ୍ଟ ସହି କୌଣସି ମତେ ଚଳିବା। ଗାଲରେ ହାତ ଦେବା, ଅର୍ଥାତ୍ ଚିହ୍ନି ଦେବା। କହୁନାହାନ୍ତି, କାହିଁ ଗାଲରେ ହାତ ଦେଇଛୁ, ପୁଅ କିମ୍ବା ଝିଅ ପରେ ବାହାଘର କରିବୁ କି? ଅର୍ଥାତ୍ ଚିନ୍ତିତ ହେବା। ଗୋଡ ହାତ ଧରିବା, ବିନମ୍ର ଗୁହାରି କରିବା। ଗୋଡ ଟେକି ବସିବା, ପ୍ରସ୍ତୁତ ହୋଇ ରହିବା। ଚଳୁ କରିଦେବା, ସବୁ ଶେଷ କରିଦେବା। ଚାଲିଲା ଶଗଡ଼ରେ ହାତ ଦେବା, ଅତି ଦୁଷ୍ଟାମି କରିବା। ଚିତା କାଟିବା, ଅର୍ଥାତ୍ ଠକିବା। ନାଁ କରିବା, ସୁନାମ ଅର୍ଜନ କରିବା। ନାଁ ରଖିବା, ଯଶ ରଖିବା। ନାକ ଛିଞ୍ଚାଡିବା, ବିରକ୍ତି ହେବା। ନାକ ଟେକିବା, ଘୃଣା କରିବା। ନାକେଦମ କରିବା, ଅଥୟ କରିବା। ପିଠିରେ ପଡିବା, ସାହା ହେବା। ଫସର ଫାଟିବା, ବ୍ୟର୍ଥ ହେବା। ଫଟେଇ ହେବା, ଗୋଟିଏ କଥାକୁ ବାରମ୍ବାର ପଚାରିବା। ବାଟ କାଟିବା, ନିଜ ସୁବିଧାକୁ ଦେଖିବା। ବାଟ ଭାଙ୍ଗିବା, ଉପେକ୍ଷା କରିବା। ବାଟ ମାରଣା ହେବା, ମଝିରେ ଅନ୍ୟ ଦ୍ୱାରା ଅପହୃତ ହୋଇଯିବା। ଯେତେବେଳେ ଆମେ କିଛି ଖାଉ ଖାଦ୍ୟ ପଦାର୍ଥ, କହୁନା
ଏମିତି ଧରିନିଅ କିଛି ଯୋଜନା ଆସିଲା ଆମେ ହଉ ଏଇ ଯୋଜନା ତ ବାଟବଣା ହେଇଯିବ ଆଉ ମଝିରେ ଅନ୍ୟ ଧାରା ଅବରୋଧ ହେଇଯିବ ଆଉ। ବାଟ ଭାଙ୍ଗିବା ସେ ଉପେକ୍ଷା କରିବା ସେ ଲୋକଟା ବାଟ ଭାଙ୍ଗି ଚାଲିଗଲା ଅର୍ଥାତ୍ ଉପେକ୍ଷା କରିଦେଇ ପଳେଇଗଲା। ବାଟ କାଟିବା ସମସ୍ତେ ନିଜ ନିଜର ବାଟ କାଟିଲେଣି ଅର୍ଥାତ୍ ନିଜ ନିଜର ସୁବିଧା ଦେଖିଲେଣି। ବିରାଡ଼ି ଛିଙ୍କିବା ଅନୁକୂଳ ବିଗିଡ଼ିଯିବା। ବିରାଡ଼ି କପାଳକୁ ଶିକା ଛିଣ୍ଡିବା ମାନେ ଇଚ୍ଛା ଅନୁସାରେ ସୁବିଧା ମିଳିବା। ଭାଲୁ ଧରାଇବା କୌଶଳରେ ଜଞ୍ଜାଳଗ୍ରସ୍ତ କରାଇବା। ଭୂତ ଖାଇବା ଅନ୍ୟ ହାତରେ ପଡ଼ିବା। ମହରଗରୁ ଯାଇ କାନ୍ଥରରେ ପଡ଼ିବା ସାମାନ୍ୟ ବିପତ୍ତିରୁ ଯାଇ ବଡ଼ ବିପତ୍ତିରେ ପଡ଼ିବା। ଚିତା କାଟିବା ଅନ୍ୟକୁ ଠକିବା। ଛାତିକି ପଥର କରିବା ଅର୍ଥାତ୍ ଧୈର୍ଯ୍ୟ ଧରିବା। ଛାଇ ନ ମାଡ଼ିବା ସବୁ ସମ୍ପର୍କ ଛିନ୍ନ କରିବା। ଛାତି ଫୁଲେଇ ଚାଲିବା ଗର୍ବ ଦେଖାଇବା। ଜିରାରୁ ଶିରା କାଢ଼ିବା ଅଯଥା ଦୋଷ ଦେଖାଇବା। ଝିଣ୍ଟିକା ମାରି ବଣି ପୋଷିବା ଦୁର୍ବଳକୁ ମାରି ସବଳକୁ ସାହାଯ୍ୟ କରିବା। ଠାସକୁ ମାରିବା ଅନୁମାନ କରି କହିବା। ତଳେ ପକାଇବା ଅମାନ୍ୟ କରିବା। ତିଳକୁ ତାଳ କରିବା ଛୋଟ କଥାକୁ ବଡ଼ କରିବା। କିଛି ସାଙ୍ଗ ଥାଆନ୍ତି ସମର ସେ ଏମିତି କଥା କହିବେ ତିଳକୁ ତାଳ କର କିଏ ଖଣ୍ଡିଆ ହେଇଥିବ କହିବ ମୋ ହାତ କଟିଯାଇଛି। ତେଣୁକରି ଆମେ ତ ସେଇ କ୍ଷେତ୍ରରେ କହିବା ତିଳକୁ ତାଳ କରିବା ଅର୍ଥାତ୍ ଛୋଟ କଥାକୁ ବଡ଼ କରିବା। ଡାଉ ସାଧିବା ପ୍ରତିଶୋଧ ନେବା। ମନ ଘର ଧରିବା ଅସୁବିଧାରେ ପଡ଼ି ସଚେତନ ହେବା। ମାଛିକୁ ମ ନ କହିବା ଖୁବ୍ ନିରୀହ। ବୁଝିଲେ ସେ ପିଲାଟା ମାଛିକୁ ମ କହୁନାହିଁ ଖୁବ୍ ନିରୀହ ସେ ପିଲା। ମୁହଁ ବଢ଼ାଇବା ସୁବିଧା ଦେବା ମୁହଁ ଦେବା ପ୍ରଶ୍ରୟ ଦେବା। ମୁଣ୍ଡ ଝାଳ ତୁଣ୍ଡରେ ମାରିବା କଠିନ ପରିଶ୍ରମ କରି ପେଟ ପୋଷିବା। ମୁଣ୍ଡକୁ ତେନ୍ତୁଳିଆ ବିଛା କାମୁଡ଼ିବା ଭୀଷଣ ଚିନ୍ତାରେ ପଡ଼ିଯିବା। ରକ୍ତ ଚାଉଳ ଚୋବାଇବା ରାଗ ଜର୍ଜରିତ ହେବା। ସୁଅ ମୁହଁରେ ଯିବା ବା ପଡ଼ିବା ବୃଥାରେ ଧନ ଦୌଲତ ଉଜାଡ଼ି ଦେବା। ହାତ ଧରିବା ବିବାହ କରିବା ବା ନେହୁରା ହେବା। ଏଠି ଦିଟା ଅର୍ଥରେ ଅଛି ହାତ ଧରିବା ବିବାହ କରିବା ବା ନେହୁରା ହେବା। ଗୁଣୀ ପୁରୁଷର ହାତ ଧରିବାକୁ ସବୁ ଝିଅ ଇଚ୍ଛା କରନ୍ତି। ମୁଁ ଆପଣଙ୍କ ହାତ ଧରୁଛି ମୋତେ ଏଇଥର କ୍ଷମା କରନ୍ତୁ। ଏଟା ଦିଟା ଅର୍ଥ ଅଛି ବିବାହ କରିବା ଆଉ ନେହୁରା ହେବା ହାତ ଧରିବାର ଅର୍ଥ। ହାତ କରିବା କୌଶଳରେ ଆୟତ୍ତ କରିବା। ଅନ୍ୟ ପକ୍ଷର ସାକ୍ଷୀମାନଙ୍କୁ ହାତ କରି ସେ ମକଦ୍ଦମା ଜିତିଗଲା। ହାତରେ ନ ମାରି ଭାତରେ ମାରିବା କୌଶଳରେ ଜୀବିକା ବା ବୃତ୍ତିରୁ ଉଚ୍ଛେଦ କରିବା। କ୍ରିୟା ହୀନ ଗଲା କ୍ରିୟା ଯୁକ୍ତ ଗଲା ତୁଳନାତ୍ମକ ରୂଢ଼ି ଏବେ ପଢ଼ିବା। ତୁଳନାତ୍ମକ ରୂଢ଼ି କହିଲେ ଜଣକୁ ଅନ୍ୟ ଜଣଙ୍କ ସହିତ ତୁଳନା କରିବା। ଏଣ୍ଡୁଅ ପରି ମୁଣ୍ଡ ଟୁଙ୍ଗାରିବା ଏଣ୍ଡୁଅ ପରି ମୁଣ୍ଡ ଟିଙ୍ଗାରିବା ଅର୍ଥାତ୍ କିଛି ନ ବୁଝି ନ ସୁଝି ମୁଣ୍ଡ ଟୁଙ୍ଗାରିବା। କୁକୁର ପରି ଧାଇଁବା ଟଙ୍କା କେଇଟା ଲୋଭରେ ସେ କୁକୁର ପରି ଧାଉଁଛି। ଖୁଣ୍ଟିଟା ପରି ଠିଆ ହେବା ଅର୍ଥାତ୍ ଦେଖ ଗୋଟେ ବାକ୍ୟ ବସିବାକୁ କହିଲି ସେ ନ ବସି ଖୁଣ୍ଟାଟା ପରି ଠିଆ ହୋଇ ରହିଲୁ କାହିଁକି। ଗଡ଼ ପରି ପଡ଼ିବା ବା ଢିଙ୍କି ପରି ପଡ଼ିବା ଲୋକଟା ଗଡ଼ ପରି ପଡ଼ିଛି ପଦେ ବି ଜବାବ ନାହିଁ। ଛୁଞ୍ଚି ପରି ମୁହଁ କରିବା ସବୁବେଳେ ଛୁଞ୍ଚି ପରି ମୁହଁ କଲେ କିଏ ତୋତେ ଭଲ ପାଇବ। ଏପଟେ ତୁଳନାତ୍ମକ ରୂଢ଼ି ଦେଇଛି ଏପଟେ ସେ ତାକୁ ନେଇକି ବାକ୍ୟ ଗଠନ କରାହେଇଛି ହେଲା। ଜୋକ ପରି ଲାଗିବା ଯେଉଁମାନେ କର୍ମଠ ସେମାନେ କାମରେ ସର୍ବଦା ଜୋକ ପରି ଲାଗିଥାନ୍ତି। ପେଡ଼ି ପରି ମୁହଁ କରିବା ବା ଫୁଲାଇବା ସତ କଥା କହିଦେବାରୁ ସେ ପେଡ଼ି ପରି ମୁହଁ ଫୁଲାଇ ବସିଛି। ପବନ ପରି ଧାଇଁବା କିଏ ବିପଦରେ ପଡ଼ିଛି ଶୁଣିଲେ ତାକୁ ସାହାଯ୍ୟ କରିବା ପାଇଁ ସେ ପବନ ପରି ଧାଇଁ ଯାଆନ୍ତି। ପ୍ରସାଦ ପରି ପାଇଦେବା ପଡ଼ୋଶୀ ଘରୁ ଆସିଥିବା ତରକାରୀକୁ ସେ ପ୍ରସାଦ ପରି ପାଇଦେଲା। ବରଡ଼ା ପତ୍ର ପରି ଧରିବା ପିଲାଟାର ମିଛ କଥା ଜଣା ପଡ଼ିବାରୁ ବାପାଙ୍କ ଆଗରେ ସେ ବରଡ଼ା ପତ୍ର ପରି ଧରୁଛି। ସାପ ପରି ଫଁ ଫଁ ହେବା ସାମାନ୍ୟ କଥାରେ ରାଗି ଯାଇ ସେ ସାପ ପରି ଫଁ ଫଁ ହୁଅନ୍ତି। ସିଂହ ପରି ଯୁଝିବା ବାଳକ ଅଭିମନ୍ୟୁ ସପ୍ତରଥୀଙ୍କ ସହିତ ସିଂହ ପରି ଯୁଝିଥିଲା। ଶୁଆ ପରି ଘୋଷିବା ଗୀତଟି ତା ମନକୁ ଏମିତି ପାଇଛି ଯେ ଦିନ ରାତି ଶୁଆ ପରି ଘୋଷି ହେଉଛି। ଠିକ୍ ଅଛି ବର୍ତ୍ତମାନ ସରିଲା। ଏଇଭଳିଆ କଣ୍ଟେଣ୍ଟ ପାଇବା ପାଇଁ ଆପଣ এই ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ। ହେଲୋ ପିଲାମାନେ ଆଜି ଆମେ ପଢ଼ିବା ଲୋକବାଣୀ ବିଷୟରେ। ଲୋକବାଣୀ କହିଲେ
ଯାହା ବହୁ ପୂର୍ବରୁ ପ୍ରଚଳିତ ଲୋକବାଣୀ କହିଲେ ଯାହା ବହୁତ ପୂର୍ବରୁ ଲୋକମୁଖରେ ପ୍ରଚଳିତ ହୋଇ ଆସୁଅଛି ଏବଂ ଆମେ ତାର ପ୍ରୟୋଗ କରୁ, ବିଭିନ୍ନ ସମୟରେ ଆମେ ତାର ପ୍ରୟୋଗ କରୁ, ତାକୁ ଲୋକବାଣୀ ବୋଲି କହିବା। ଆମେ ତାକୁ ଉଦାହରଣ ଦ୍ୱାରା ବୁଝିବା ଯେ ଲୋକବାଣୀ କଣ? ପ୍ରଥମ ବାକ୍ୟ ଦେଖ, କଣ ଲେଖା ହେଇଛି? କଖାରୁ ବଡ଼ି ଉପରେ ପଡ଼ି। ଏଇଟା ଆମେ କେତେବେଳେ ବ୍ୟବହାର କରୁ? ନା ଯେତେବେଳେ ଦୁଇ ଜଣଙ୍କ ଭିତରେ କିଛି ଆଲୋଚନା ହଉଛି, ତୃତୀୟ ଲୋକ ସେଠି ପହଞ୍ଚି ଯାଇଛି, ସେ ମୂଳ କଥା ଭାଷା ସମ୍ପର୍କରେ କିଛି ଜାଣେ ନା, ଅଥଚ ସେ ଗୋଟିଏ ମନ୍ତବ୍ୟ ଦେଇ ପକାଏ, ସେତେବେଳେ କରେ ଥିବା ଉକ୍ତିଟି ପ୍ରୟୋଗ କରାଯାଇଥାଏ। ମାନେ ସେ କିଛି ଜାଣିନଥିବ, ସେତେବେଳେ ଆମେ ତାକୁ କହିବା, କଖାରୁ ବଡ଼ି ଉପରେ ପଡ଼ି, ଏମିତି ଆମେ କହୁନା। ବର୍ତ୍ତମାନ ଆମେ ଖ ବାକ୍ୟଟା ଦେଖିବା। କଖାରୁ ଚୋରକୁ ମୁଣ୍ଡ କାଟ। ସେଇଭଳି ଏହାର ଉଦାହରଣ ହଉଛି, ସେଇଭଳି କେହି ଜଣେ ଛୋଟ ଦୋଷଟେ କରିଛି, ତା ପାଇଁ କିନ୍ତୁ କଠୋର ଦଣ୍ଡର ବ୍ୟବସ୍ଥା ହଉଛି। ତ ସେ ମାନେ ଜଣେ ଛୋଟ ଦୋଷ କରିଛି, ତା ପାଇଁ ଗୋଟେ କଠୋର ବ୍ୟବସ୍ଥା ହଉଛି। ତାକୁ ଦେଖିକି କୁହାଯାଏ ଯେ କଖାରୁ ଚୋରକୁ ମୁଣ୍ଡ କାଟ। ମାନେ ଜଣେ କଖାରୁ ଚୋରେଇଲା ବେଳେ କଣ ତା ମୁଣ୍ଡ କାଟିଦବ? ତ ଏଇଟା ହଉଛି ଖ। ଗ ହଉଛି ଦେଖ, କଜଳ ବାତ୍ୟା ଭଦ୍ରଲୋକ ବା ଭଲ ଲୋକ। ଯେତେବେଳେ ମାନେ ଦି ଜଣଙ୍କ ଭିତରେ ଝଗଡା ହଉଛି ଆଉ ମଧ୍ୟସ୍ଥି ଜଣେ ଯାଉଛନ୍ତି, ସେ ମଧ୍ୟସ୍ଥି ଜଣକ କିନ୍ତୁ ନିରୀହ, ଅଥଚ ସେଇ ମଧ୍ୟସ୍ଥିଙ୍କର କ୍ଷତି ହେଲା, ସେଇଠୁ କଣ କୁହାଯାଏ? ଆଉ ତମେ ତ କଜଳପାତିଆ ଭଦ୍ରଲୋକଟେ ଆଉ। ବୁଝିପାରିଲ? ତ ଆମେ ଲୋକବାଣୀ କହିଲେ ବୁଝୁ ଯେ ଯାହା ଲୋକମୁଖରେ ଯୁଗ ଯୁଗ ଧରି ପ୍ରଚଳିତ ହୋଇ ଆସୁଅଛି ଓ ବିଭିନ୍ନ ପରିସ୍ଥିତିରେ ସେଇ ଲୋକବାଣୀ ଗୁଡ଼ିକ ପ୍ରୟୋଗ କରାଯାଉଛି। ମାନେ ବିଶେଷ କରି ସେଇ ଉକ୍ତି ଗୁଡ଼ିକ ପ୍ରୟୋଗ କରାଯାଉଛି, ତାକୁ ଲୋକୋକ୍ତି ବା ଲୋକବାଣୀ ବୋଲି କୁହାଯାଏ। ଏହା କେବଳ ଓଡ଼ିଆ ଭାଷାରେ ନାହିଁ, ଏହା ବିଭିନ୍ନ ଭାଷାରେ ମଧ୍ୟ ଅଛି। ଯେମିତି ଇଂରାଜୀରେ ଅଛି, ଓଡ଼ିଆରେ ଅଛି, ହିନ୍ଦୀରେ ଅଛି, ବଙ୍ଗଳାରେ ଅଛି, ତେଲୁଗୁରେ ଅଛି, ସବୁଥିରେ ଅଛି। ତ ବର୍ତ୍ତମାନ ଆମେ କଣ କରିବା ନା ଓଡ଼ିଆ ଭାଷାରେ ବ୍ୟବହାର ହେଉଥିବା ଲୋକବାଣୀ ଏବଂ ସେଇ ଲୋକବାଣୀର ଅର୍ଥ ଆମେ ବୁଝିବା ପାଇଁ ଚେଷ୍ଟା କରିବା, ହେଲା। ଅକାଳେ ନିୟମ ନାସ୍ତି, ଆମେ କହନେ ଅକାଳେ ନିୟମ ନାସ୍ତି, ମାନେ ଅସୁବିଧା ସମୟରେ ନିୟମ ମାନି ଚଳିବା ସମ୍ଭବ ହୋଇ ନପାରେ, ସେଇ ସମୟରେ ଆମେ କହୁ ଅକାଳେ ନିୟମ ନାସ୍ତି। ଅତି ଭକ୍ତି ଚୋରର ଲକ୍ଷଣ, ରାଜ୍ୟ ହାସଲ ଉଦ୍ଦେଶ୍ୟ ରଖି ଉପରକୁ ବିନମ୍ର ଭାବ ଦେଖାଇବା। ମାନେ ତମର କିଛି କାର୍ଯ୍ୟ ହାସଲ କରିବାର ଥିବ, ଆମେ ଉପରେ ବିନମ୍ର ଭାବ ଦେଖେଇବା। ହଁ ଏଇଟା ହେଇଥିଲା, ସେଟା ହେଇଥିଲେ ହେଇଥାନ୍ତା, ତ ଆମେ ସେଠି କହୁନେ ଅତି ଭକ୍ତି ତ ଚୋରର ଲକ୍ଷଣ ଆଉ। ଅର୍ଥାତ୍ କାର୍ଯ୍ୟ ହାସଲ ଉଦ୍ଦେଶ୍ୟ ରଖି ଉପରକୁ ବିନମ୍ର ଭାବ ଦେଖାଇବା। ଅଣ୍ଟି ଚୋରି ତଣ୍ଟି କାଟେ, ମାନେ ଆତ୍ମୀୟ ଲୋକ ଶତ୍ରୁତା ଆଚରଣ କରିବା। କହୁନା ଆମେ ଅଣ୍ଟି ଚୋରି ତ ତଣ୍ଟି କାଟେ ଆଉ, ମାନେ ଆତ୍ମୀୟ ଲୋକ ତ ଶତ୍ରୁତା ଆଚରଣ କରନ୍ତି ଆଉ। ଅଠା କାଠିରେ ପଡ଼ିବା, ଅସୁବିଧା ପରିସ୍ଥିତିର ସମ୍ମୁଖୀନ ହେବା। ଅନ୍ଧ ଦେଶକୁ ଗଲି ଦର୍ପଣ ବିକି, ଅର୍ଥାତ୍ ମୁଖଙ୍କ ଆଗରେ ତତ୍ତ୍ୱ କଥା କହିବା। ଯଦୁମଣିର ଗୋଟେ କଥା ଅଛି, ଅନ୍ଧ ଦେଶକୁ ଗଲି ଦର୍ପଣ ବିକି, କନ୍ଧ ହାତେ ଦେଲି ଗୋଦାନ ଟେକି। ଏଇଟା ଠିକ୍ ସେମିତି ସେଇଠୁ ଆସିଛି ଯେ ଅନ୍ଧ ଦେଶକୁ ଗଲି ଦର୍ପଣ ବିକି, ମାନେ ମୂର୍ଖଙ୍କ ଆଗରେ ତତ୍ତ୍ୱ କଥା କହିବା। ଅଳସୁଆର ବାରବାଟୀ ଚାଷ, ନିକମା ବା ଅଳସୁଆ ଲୋକର ବୃଥା ସ୍ମରଣ। ଏହାର ଅର୍ଥ, ଅଧର୍ମବିତ୍ତ ବଡ଼େ ବହୁତ, ଗଲା ବଳେ ଯାଏ ମୂଳ ସହିତ। ଏହାର ଅର୍ଥ ହଉଛି ପାପ ଅର୍ଜିତ ଧନ ସମୂଳ ନଷ୍ଟ ହୁଏ। ଅଦା ବେପାରୀର ଜାହାଜ ମୂଲ, ଅନ୍ୟ ଅଧିକାର ଚର୍ଚ୍ଚା। ମାନେ ଏହାର ଅର୍ଥ ହଉଛି ସାଧାରଣ ଜଣେ ଅଦା ବେପାରୀ, ସିଏ କହିବ ମୁଁ ଗୋଟେ ଜାହାଜ କିଣିଦେବି, ଜାହାଜରେ ଇଏ କରିବି, ତ ସେଇଠି ଆମେ କହୁ ଯେ ଯୋଉଟା ସମ୍ଭବପର ନୁହେଁ, ଅଦା ବେପାରୀର ଜାହାଜ ମୂଲ। ଅତି ପରିଚୟ ଗୌରବ ନଷ୍ଟ, ଅଧିକ ସମ୍ପର୍କ ବା ମିଳାମିଶାରେ ସମ୍ମାନ ହ୍ରାସ ପାଏ। ଯେମିତି ମାନେ ଯେତେବେଳେ ନୂଆ ନୂଆ ଯାଉ, ଜଣେ ଅତିଥିଙ୍କୁ ଯେମିତି ଚର୍ଚ୍ଚା କରାଯାଏ, ଯଦି ଜଣେ ସବୁଦିନ ଗଲା ତାହେଲେ ସେମିତି ତାକୁ ଚର୍ଚ୍ଚା କରାଯାଏନି, ସେଥିପାଇଁ କୁହାଯାଏ ଅତି ପରିଚୟ ଗୌରବ ନଷ୍ଟ। ଅନ୍ଧ ଥରେ ବାଡ଼ି ହଜାଏ, ଅର୍ଥାତ୍ ଅଭିଜ୍ଞତାରୁ ସତର୍କ ହେବା ବା ଶିକ୍ଷା ଲାଭ କରିବା। ଅମୃତ ହାଣ୍ଡିରେ ବିଷ କଣିକାଟିଏ, ସାମାନ୍ୟ ଖରାପ ଅନେକ ଭଲକୁ ନଷ୍ଟ କରିଦିଏ। ମାନେ ଚାରିଜଣ ଭଲ ଲୋକ ଥିବେ କିନ୍ତୁ ଗୋଟେ ଖରାପ ପିଲା ଥିବ, ସେ ଚାରିଜଣଙ୍କୁ ଖରାପ କରିଦେବ, ସେଠି ଆମେ କୁହାଯାଏ ଅମୃତ ହାଣ୍ଡିରେ ବିଷ କଣିକାଟିଏ, ମାନେ ସାମାନ୍ୟ ଖରାପ ଅନେକ ଭଲକୁ ନଷ୍ଟ କରିଦିଏ। ଆଲୋ ସଖୀ ଆପଣା ମହତ ଆପେ ରଖି, ଅର୍ଥାତ୍ ନିଜ ସମ୍ମାନ ନିଜ ହାତରେ। ଆଗତ ଚଢ଼େଇକି ବେସର ବଟା, ହାତକୁ ଜିନିଷ ଆସିବା ପୂର୍ବରୁ ଉପଯୋଗ ପାଇଁ ପ୍ରସ୍ତୁତି।
ଆଲ୍ଲା ଦିଅନ୍ତି ତ ଛପର ଫାଡ଼ି ଦିଅନ୍ତି। ଅର୍ଥାତ୍ ଈଶ୍ୱର ଦୟା କଲେ ଆଶାତୀତ ଫଳ ମିଳେ। ଆମର କୁହନ୍ତି ଭଗବାନ ଦିଏ ତ ଛପର ଫାଡ଼ିକି ଦିଅନ୍ତି। ଆକାଶ କଇଁଆ ଚିଲିକା ମାଛ। ଏହାର ଅର୍ଥ ହଉଛି ଅସମ୍ଭବ କଥା କଳ୍ପନା କରିବା। ଆପଣା ସିଂହରେ ଭୂଇଁ ତାଡ଼ିବା, ନିଜେ ସାମର୍ଥ୍ୟ ହବା, ଆଖୁ କିଆରୀରେ ପଶିବା, କୌଣସି କାର୍ଯ୍ୟ ଉତ୍ତମ ରୂପେ ନିର୍ଣ୍ଣୟ କରି ନ ପାରିବା। ଯେତେବେଳେ ଆମେ ଆଖୁ କିଆରୀରେ ପଶୁ ସବୁଆଡେ ସମାନ ସମାନ ଲାଗେ, ସବୁ ରାସ୍ତା ସମାନ ଲାଗିବ, ସେଥିପାଇଁ କୁହାଯାଏ ଆଖୁ କିଆରୀରେ ପଶିବା। ଅର୍ଥାତ୍ କୌଣସି କାର୍ଯ୍ୟ ଉତ୍ତମ ରୂପେ ନିର୍ଣ୍ଣୟ କରି ନ ପାରିବା। ଉଡ଼ିଗଲା ଚଢ଼େଇର ପର ଗଣିବା, ଅତି ବୁଦ୍ଧିଆ। ଆମେ କଣ ଏ ଟୋକାଟା ବା ଉଡ଼ିଗଲା ଚଢ଼େଇର ପର ଗଣିଦବ, ମାନେ ଅତି ବୁଦ୍ଧିଆ, ଯେଉଁମାନେ ଅତି ବୁଦ୍ଧିମାନ ଦେଖନ୍ତି। ଉପର ଚିକଣ ଭିତର ଫମ୍ପା, ବାହାର ସୌନ୍ଦର୍ଯ୍ୟ ଥାଇ ଭିତରେ ଶୂନ୍ୟତା। ଋଷି ଜଟା ଛିଣ୍ଡେଇବା, ଧୈର୍ଯ୍ୟବାନ ବ୍ୟକ୍ତି ଅତ୍ୟନ୍ତ କ୍ରୋଧ ପ୍ରକାଶ କରିବା। ଅର୍ଥାତ୍ ଋଷି ହଉଛନ୍ତି କଣ ନା ଋଷି ହଉଛନ୍ତି ଯେ ଧୈର୍ଯ୍ୟବାନ ବ୍ୟକ୍ତି, ଯେ ଧ୍ୟାନ କରନ୍ତି, କିନ୍ତୁ ସିଏ ଯଦି ରାଗି ଜଟା ଛିଣ୍ଡାନ୍ତି ସେଇଟା ଆମେ କହୁନେ ଋଷି ଜଟା ଛିଣ୍ଡେଇବା, ମାନେ ଧୈର୍ଯ୍ୟବାନ ବ୍ୟକ୍ତି ଅତ୍ୟନ୍ତ କ୍ରୋଧ ପ୍ରକାଶ କରିବା। ଏକା ବାଘକେ ଶୀତ ଯାଏ ନାହିଁ, ଦୁର୍ଯୋଗ କେବଳ ଥରେ ଆସେ ନାହିଁ। ଏ ମନ ଖୋଜୁଥାଏ ଯାହା କାଳ ପ୍ରାପତେ ହୁଏ ତାହା, ସମୟ ଅନୁସାରେ ମନ ଅନୁସାରେ ଫଳ ମିଳିବା। ଯେମିତି ଆମେ କହୁ ଏହାର ଗୋଟେ ଅଲ୍ଟରନେଟିଭ ଅଛି ଯେ ବିରାଡ଼ି କପାଳକୁ ଶିକା ଛିଣ୍ଡିବା, ଏଇଟା ସେମିତି ଆଉ। ଏ ମନ ଖୋଜୁଥାଏ ଯାହା କାଳ ପ୍ରାପତେ ହୁଏ ତାହା। ଓଟ ମୁହଁରେ ଜିରା, ଅଧିକ ଆଶା କରୁଥିବା ବ୍ୟକ୍ତିକୁ ଅଳ୍ପ ମିଳିବା। ଓଟ ମୁହଁରେ ଜିରା, ଅଧିକ ଆଶା କରୁଥିବା ବ୍ୟକ୍ତିକୁ ଅଳ୍ପ ମିଳିବା। ଔଷଧ ରାଗରେ ତାଟିଆ କାମୁଡ଼ିବା, ପ୍ରକୃତ ଲୋକ ବିରୋଧରେ କିଛି କରି ନ ପାରି ଅନ୍ୟ ଉପରେ ରାଗିବା। କଷ୍ଟ କଲେ କୃଷ୍ଣ ମିଳେ, ସବୁ ସିଦ୍ଧିର ମୂଳ ହିଁ କଠିନ ପରିଶ୍ରମ। କବିତୁଣ୍ଡ ମେଣ୍ଢା ମୁଣ୍ଡ, ଦୃଢ଼ ବଚନ ବା ଆଶୀର୍ବଚନ। କଂସାରୀ ଘର ପାରାକୁ କୁଲା ଢାଉଁ ଢାଉଁ, ପ୍ରତିକୂଳତାର ଅଭ୍ୟସ୍ତ ବ୍ୟକ୍ତିକୁ ସାମାନ୍ୟ ଭୟ ଦେଖାଇବା। କଂସାରୀ ଘର ପାରାକୁ କୁଲା ଢାଉଁ ଢାଉଁ, ପ୍ରତିକୂଳତାରେ ଅଭ୍ୟସ୍ତ ବ୍ୟକ୍ତିକୁ ସାମାନ୍ୟ ଭୟ ଦେଖାଇବା। କାହିଁ କୁହାହେଲା କହିଲ କଂସାରୀ ଘର ପାରାକୁ କୁଲା ଢାଉଁ ଢାଉଁ? ଅର୍ଥାତ୍ ଯିଏ କଂସାରୀ ଘରର ପାରା, ଅର୍ଥାତ୍ ସେଠି ସେଠି ଅନେକ ପଶୁ ପକ୍ଷୀ କଂସାରୀ କଣ କରେ, ମାନେ ଇଏ କରେ, ବଧ କରେ ସବୁ, ମାନେ ପଶୁ ପକ୍ଷୀ ସବୁ କାଟେ। ସେଥିପାଇଁ ସେଠି କୁଲା ଢାଉଁ ଢାଉଁ ଅର୍ଥାତ୍ ଡର, ସେଠି କୁହାଯାଏ କଂସାରୀ ଘର ପାରାକୁ କୁଲା ଢାଉଁ ଢାଉଁ। ଅର୍ଥାତ୍ ପ୍ରତିକୂଳତାରେ ଅଭ୍ୟସ୍ତ ବ୍ୟକ୍ତି, ଅର୍ଥାତ୍ ଯାହା ଯିଏ ସେଥିରେ ଅଭ୍ୟସ୍ତ ହେଇଯାଇଛି ତାକୁ ଆମେ କୁଲା ବାଡେଇବା ଯେ ସେ ଭୟରେ ପଳେଇଯିବ। ସେଇଥିପାଇଁ କୁହାଯାଇଛି ଯେ ପ୍ରତିକୂଳତାରେ ଅଭ୍ୟସ୍ତ ବ୍ୟକ୍ତିକୁ ସାମାନ୍ୟ ଭୟ ଦେଖାଇବା। କଙ୍କଡାକୁ ଗୋଳି ପାଣି ସୁହାଏ, ଅସାଧୁ ଲୋକଙ୍କ ପାଇଁ ଗୋଳମାଳିଆ ପରିସ୍ଥିତି ସହାୟକ ହୁଏ। କାହାର ପୁଷ ମାସ, କାହାର ସର୍ବନାଶ, ଜଣକର ଲାଭ ବେଳେ ଅନ୍ୟ ଜଣକର କ୍ଷତି। କହିଲେ ତୋର ତ ପୁଷ ମାସ ଆଉ, ଅର୍ଥାତ୍ ତୋର ତ ଲାଭ ଆଉ। କୂପମଣ୍ଡୁକ, ସଂକୁଚିତ ପରିବେଶରେ ବଢିଥିବା ବ୍ୟକ୍ତି। କେଉଁ ଗାଈର ଗୋବର, ଅତି ସାମାନ୍ୟ ବା ତୁଚ୍ଛ। ଆଉ କଣ ନା, ତ କେଉଁ ଗାଈର ଗୋବର କେମିତି ଅତି ସାମାନ୍ୟ ବା ତୁଚ୍ଛ ଅର୍ଥରେ ଆମେ ତାକୁ କହୁ। କୋପେ ବର ନହେଲେ ତପେ ବର, ଯେକୌଣସି ଉପାୟରେ କାର୍ଯ୍ୟ ହାସଲ କରିବା। କୌରବଙ୍କର ଖାଇ ପାଣ୍ଡବଙ୍କର ଗାଇ, ଜଣଙ୍କ ଠାରୁ ସାହାଯ୍ୟ ପାଇବା ଏବଂ ଆଉ ଜଣଙ୍କର କାମ କରିବା। ଖଜୁରୀ ଗଛର କି ଗୁଣ ଗାଇବି, ଅର୍ଥାତ୍ କୌଣସି ଖରାପ ଲୋକର ପ୍ରତିଟି କର୍ମ ମୂଳରୁ ଖରାପ। ଅର୍ଥାତ୍ ଖଜୁରୀ ଗଛର ଯେମିତି ମୂଳରୁ ହିଁ ଡାଳ ତାର ବାହାରିଥାଏ, ସେଥିପାଇଁ ଆମେ କହୁ ଯେ ଖଜୁରୀ ଗଛର କି ଗୁଣ ଗାଇବି, ମୂଳରୁ ପାହାଚ ପାହାଚ। ଖଣ୍ଡା ଧାରରେ ଚାଲିବା, ଖୁବ୍ ସତର୍କତାର ସହିତ ନିୟମ ମାନି କାମ କରିବା। ଖୋଳ ପର୍ବତ ମାର ମୂଷା, ସାମାନ୍ୟ କାମ ପାଇଁ ବହୁ ଶ୍ରମ ବା ଚେଷ୍ଟା। ଅର୍ଥାତ୍ ଗୋଟେ ମୂଷା ମାରିବା ପାଇଁ ଗୋଟେ ପର୍ବତ ଖୋଳିବା ଅଛି, ସେଇ ଅର୍ଥରେ ଏହାକୁ କୁହାଯାଇଛି ଯେ ଖୋଳ ପର୍ବତ ମାର ମୂଷା, ସାମାନ୍ୟ କାମ ପାଇଁ ବହୁ ପରିଶ୍ରମ ବା ଚେଷ୍ଟା କରିବା। ଗାଁ କନ୍ୟା ସିଂଘାଣି ନାକି, ଯେକୌଣସି ଲୋକ ନିଜ ଅଞ୍ଚଳରେ ସମ୍ମାନ ନ ପାଇବା। ଯଦି ଜଣଙ୍କର ଗୋଟେ ଗାଁରେ ବାହାଘର ହେଇଯାଏ, ତାକୁ ଯିଏ ନାଇଁ ସିଏ ଯୋଉ ପିଲାବେଳୁ ଯୋଉ ନାଁ ଡାକୁଥିଲେ ସେମିତି ଡାକିବେ, ତାକୁ ସେତେ ସମ୍ମାନ ମିଳିବନି। କିନ୍ତୁ ଯଦି ଅଲଗା ଗୋଟେ ଗାଁରେ ବାହାହେଲେ ତାକୁ ସମ୍ମାନ ମିଳିବ। ସେଇଥିପାଇଁ କୁହାଯାଏ ଗାଁ କନ୍ୟା ସିଂଘାଣି ନାକି। ଗୁଣ ଚିହ୍ନେ ଗୁଣିଆ, ସୁନା ଚିହ୍ନେ ବଣିଆ, ଗୁଣି ଗୁଣିର ଆଦର କରେ। ଘର ଦିଅଁ ନ ପୂଜି ପର ଦିଅଁ ପୂଜିବା, ନିଜ ସଂସ୍କୃତିକୁ ଅବହେଳା କରି ଅନ୍ୟ ସଂସ୍କୃତିକୁ ଅନୁସରଣ କରିବା। ଘୁଷୁରୀକୁ ପାଚିଲା କଦଳୀ, ଇତର ବା ଅଯୋଗ୍ୟ ବ୍ୟକ୍ତି ପାଇଁ ଉନ୍ନତ ପରିଚର୍ଯ୍ୟା। ଘୋଡ଼ା ଛଟଙ୍କା
କୁ ଦାନା 9 ଟଙ୍କା। କୌଣସି ଜିନିଷର ରକ୍ଷଣାବେକ୍ଷଣ ଖର୍ଚ୍ଚ ଜିନିଷର ମୂଲ୍ୟଠାରୁ ଅଧିକ ହେବା। ଚାଷ ତରତର ବଣିଜ ମଠ। ନିର୍ଦ୍ଦିଷ୍ଟ କାର୍ଯ୍ୟକୁ ନିର୍ଦ୍ଦିଷ୍ଟ ସମୟରେ ସମ୍ପାଦନ କରିବା। ଚୋର ମନ ଚୋର ଗଣ୍ଠିଲେ। ଚୋର ସର୍ବଦା ଚୋରି କରୁଥିବା ଦ୍ରବ୍ୟ ଧରା ପଡ଼ିଯିବା ଭୟରେ ଶଙ୍କିତ ଥାଏ। ଚୋର ମନ ଚୋର ଗଣ୍ଠିଲେ। ଛୋଟ ସାପର ବିଷ ଟାଣ। ଛୋଟ ବୋଲି ହେୟ ମନେ ନ କରିବା। ଛୋଟ ସାପର ବଡ଼ ବିଷ। ଛିଦ୍ର ମଧ୍ୟରେ ଭୟଙ୍କରତା। ଜାନ୍ ଯାଉ ମାନ ଥାଉ। ସମ୍ମାନ ବା ଇଜ୍ଜତ ସବୁଠାରୁ ଅଧିକ। ଜୋର ଯାର ମୁଲକ ତାର। ଶକ୍ତିଶାଳୀ ହିଁ ପ୍ରଭୁତ୍ୱ ବିସ୍ତାର କରେ। ଏକା ହାତରୁ ଖସିଲେ ଅଣବାହୁଡ଼ା। ଥରେ ଭୁଲ ହେଲେ ତାକୁ ସୁଧାରି ହୁଏ ନାହିଁ। ଡେଙ୍ଗା ମୁଣ୍ଡରେ ଠେଙ୍ଗା। ଆଗୁଆ ଲୋକ ଉପରେ ଦାୟିତ୍ୱ ବା ବିପଦ ଥାଏ। ସେଇଟା କୁହାଯାଏ ମୁଖିଆ ଯୋଉମାନେ ଥାଆନ୍ତି ତାଙ୍କୁ ଉଦ୍ଦେଶ୍ୟ କରି କୁହାଯାଏ ଡେଙ୍ଗା ମୁଣ୍ଡରେ ଠେଙ୍ଗା। ଆଗୁଆ ଲୋକ ଉପରେ ଦାୟିତ୍ୱ ବା ବିପଦ ଥାଏ। ଢିଙ୍କିଶାଳ କଥା ନ ଜାଣି ଢେଙ୍କାନାଳ କଥା କହିବା। ଘର କଥା ନ ଜାଣି ଦୂରଦେଶ କଥା କହିବା। ଭୋକେ ପିଇ ଧନରେ ଜି। କଷ୍ଟେ ମଷ୍ଟେ ବଞ୍ଚିବା। ତିନି ତୁଣ୍ଡରେ ଛେଳି କୁକୁର। ମିଛ କଥା ଅନେକଙ୍କ ଦ୍ୱାରା ବାରମ୍ବାର ପ୍ରକାଶିତ ହେଲେ ସତ୍ୟ ପରି ପ୍ରତୀତ ହୁଏ। ତିନି ତୁଣ୍ଡରେ ଛେଳି କୁକୁର ଅର୍ଥାତ୍ ଯଦି ଜଣେ ସତ କଥା କହୁଥିବ ଆଉ 3 ଜଣ ମିଛ କଥା କହୁଥିବେ ତାହେଲେ ସେ ମିଛ କଥାକୁ ହିଁ ଗ୍ରହଣ କରାଯାଏ। ସେଇ କଥା 3 ତୁଣ୍ଡରେ ଛେଳି କୁକୁର। ତୁଣ୍ଡ ବାଇଦ ସହସ୍ର କୋଶ। ଲୋକ ମୁଖରେ କଥା ବହୁତ ବାଟ ପ୍ରସାରିତ ହୋଇଯାଏ। ଯେତେବେଳେ ଆଗରୁ ଆମର ଟେଲିଭିଜନ ନଥିଲା, ରେଡିଓ ନଥିଲା, ଫୋନ ନଥିଲା, ଲୋକ କେମିତି ଇଏ ତାକୁ କହୁଥିଲା ସିଏ ତାକୁ କହୁଥିଲା। ମାନେ ତୁଣ୍ଡରୁ କାନ, କାନରୁ ପୁଣି ପାଟିକୁ ଫେରି ଆସୁଥିଲା। ସେଥିପାଇଁ କୁହାଯାଇଛି ତୁଣ୍ଡ ବାଇଦ ସହସ୍ର କୋଶ। ତୁ ଯେତେ ମାରିବୁ ମାଠେ ମୁଁ ସେଇ ଦରପୋଡ଼ା କାଠେ। ସ୍ୱଭାବ ସହଜରେ ବଦଳେ ନାହିଁ। ସେଥିପାଇଁ କୁହାଯାଏ ତୁ ଯେତେ ମାଠିବୁ ମାଠେ ମୁଁ ସେଇ ଦରପୋଡ଼ା କାଠେ। ତୁଳସୀ ଦୁଇ ପତ୍ରରୁ ବାସେ। ବିଛୁଆତି ଦୁଇ ପତ୍ରରୁ କୁଣ୍ଡେଇ ହୁଏ। ମାନେ ପ୍ରକୃତ ଗୁଣ ପ୍ରାଥମିକ ଅବସ୍ଥାରୁ ହିଁ ଜଣା ପଡ଼ିଯାଏ। ତେଲିଆ ମୁଣ୍ଡରେ ତେଲ। ଦରିଦ୍ରକୁ ସାହାଯ୍ୟ ନ କରି ସ୍ୱଚ୍ଛଳ ବ୍ୟକ୍ତିକୁ ସାହାଯ୍ୟ କରିବା। ଦଇବ ଦଉଡ଼ି ମଣିଷ ଗାଇ ଯେଣିକି ଟାଣଇ ତେଣିକି ଯାଇ। ଅର୍ଥାତ୍ ବିଧି ନିର୍ଦ୍ଦେଶରେ ମଣିଷ ପରିଚାଳିତ ବା ନିଜ ଭାଗ୍ୟ ଯାହା ଲେଖା ହେଇଥାଏ ସେଇଆ ହୁଏ। ସେଥିପାଇଁ କୁହାଯାଏ ଦଇବ ଦଉଡ଼ି ମଣିଷ ଗାଇ ଯେଣିକି ଟାଣଇ ତେଣିକି ଯାଇ। ଦେଶକେ ଫାଙ୍କ ନଈକେ ବାଙ୍କ। ଭିନ୍ନ ସ୍ଥାନରେ ଭିନ୍ନ ଚଳଣି ବା ପ୍ରଥା। ଧରାକୁ ସରା ମଣିବା। ଅତି ଗର୍ଭଭାବ ପ୍ରଦର୍ଶନ କରିବା। ଧାନ ପେଟରୁ ବାଳୁଙ୍ଗା ଜାତ। ଗୁଣବତୀ ମା ଠାରୁ କୁପୁତ୍ର ଜନ୍ମ। ଧୀର ପାଣି ପଥର କାଟେ। ଧୀର ସ୍ଥିର ଭାବେ କାର୍ଯ୍ୟ କଲେ ସଫଳତା ମିଳେ। ଧୀର କଥାରେ ବୈରୀ ବଶ। ନମ୍ର ବ୍ୟବହାର ଦ୍ୱାରା ସମସ୍ତଙ୍କୁ ବଶୀଭୂତ ବା ନିଜର କରିହୁଏ। ନଈ ସୁଅକୁ ବାଲି ବନ୍ଧ। ଅର୍ଥାତ୍ ନଈ ଯେତେବେଳେ ପାଣି ଆସେ ସେଟା ବାଲି ବୋହି ନେଇଯାଏ। ସେଥିପାଇଁ କୁହାଯାଏ ନଈ ସୁଅକୁ ବାଲି ବନ୍ଧ। ଏହାର ଅର୍ଥ ହଉଛି ବୃଥା ପରିଶ୍ରମ ବା ବୃଥା ଚେଷ୍ଟା। ନ ଦେଖିଲା ଓଉ ଛଅ ଫଡ଼ା। ଅସମ୍ଭବ କଥା କହିବା। ନଈରେ ଘର କରି କୁମ୍ଭୀର ସଙ୍ଗେ କଳି। ଅଧୀନ ହୋଇ ମୁନିବଙ୍କ ସଙ୍ଗେ କଳି କରିବାକୁ କୁହାଯାଏ ନଈରେ ଘର କରି କୁମ୍ଭୀର ସଙ୍ଗରେ କଳି। ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ। କିଛି ନଥିବା ଅପେକ୍ଷା ସାମାନ୍ୟ ଥିବା ଭଲ। ପେଟ ପୋଷ ନାହିଁ ଦୋଷ। ବଞ୍ଚିବା ପାଇଁ କୌଣସି ବୃତ୍ତି ଗ୍ରହଣ କରାଯାଇପାରେ। ପାପ ଧନ ପ୍ରାୟଶ୍ଚିତରେ ଯାଏ। ଅନ୍ୟାୟ ଉପାୟରେ ଅର୍ଜିତ ଧନ ଅଯଥାରେ ନଷ୍ଟ ହୁଏ। ପୋଥିଗତ ବିଦ୍ୟା ପରହସ୍ତ ଧନ। ନିଜେ ନ ଜାଣିଥିବା ବିଦ୍ୟା ବା ନିଜ ପାଖରେ ନଥାଇ ଅନ୍ୟ ପାଖରେ ଥିବା ଧନ ଆବଶ୍ୟକ ବେଳେ କାର୍ଯ୍ୟରେ ଆସିନଥାଏ। ଫୁଲ ଯୋଗୁଁ ଗଭା, ପଣ୍ଡିତ ଯୋଗୁଁ ସଭା। ଅର୍ଥାତ୍ ଯେମିତି ଫୁଲ ଲଗେଇଲେ ମୁଣ୍ଡରେ ସୁନ୍ଦର ଦେଖାଯାଏ, ଠିକ୍ ଗୋଟେ ସଭାରେ ପଣ୍ଡିତ ବ୍ୟକ୍ତି ଥିଲେ ସେ ସଭା ମଧ୍ୟ ବର୍ଦ୍ଧନ କରେ। ସେଥିପାଇଁ କୁହାଯାଇଛି ଉଭୟ ଶୋଭାବର୍ଦ୍ଧକ। ଏହାର ଅର୍ଥ ବସିବା ଠାରୁ କାଶିବା ଭଲ। ସବୁବେଳେ କିଛି ନା କିଛି କାର୍ଯ୍ୟରେ ଲାଗି ରହିବା। ବସି ଖାଇଲେ ନଈବାଲି ସରେ। ଅର୍ଥାତ୍ ଆଳସ୍ୟ ସର୍ବନାଶ କରେ। ବିତେଇ ଦେଲା ବୁଦ୍ଧି ମାଗି ଆଣିଲେ ତିଅଣ। ବତେଇ ଦେଲା ବୁଦ୍ଧି ମାଗି ଆଣିଲା ତିଅଣ। ମାନେ ଜଣେ ବୁଦ୍ଧି ବତେଇଲା ତାହେଲେ ସେଟା କ୍ଷଣସ୍ଥାୟୀ ନା। କିଛି ଦିନ ଗଲା ପରେ ଆଉ କାହା ବୁଦ୍ଧିରେ ଚାଲିବ? ପୁଣି ତା ବୁଦ୍ଧିରେ ସିଏ ଆଉ ନଥିବ। ମାଗି ଆଣିଲା ତିଅଣ। ତେଣୁ ଥରେ ତମେ ତରକାରୀ ଖାଇଲ, ତାପରେ ଆଉ କଣ ତମକୁ ସବୁଦିନ ସେ ତରକାରୀ ଆଣିକି ଦବ କି? ନା ତମେ ସବୁଦିନ ମାଗିଲେ ସେ ଦବ। ସେଥିପାଇଁ କୁହାଯାଏ ଉଭୟ ଦିଟା କ୍ଷଣସ୍ଥାୟୀ।
ବକର ବେକ ବଢିଲେ ମୀନର ବିପତ୍ତି। ଶତ୍ରୁର ସୁବିଧା ବିପଦର କାରଣ। ବଗ ଯଦି ତାର ବେକ ବଢୁଛି ତାହେଲେ ସେ ମୀନକୁ ତାକୁ ସୁବିଧା ହବ ମାରିବା ପାଇଁ। ସେଥିପାଇଁ କୁହାଯାଉଛି ଯେ ବକର ବେକ ବଢିଲେ ମୀନର ବିପତ୍ତି। ବ୍ରହ୍ମା ବିଳି ବିଳେଇଲେ ବେଦ। ପଣ୍ଡିତ ଲୋକର ଯେକୌଣସି କାର୍ଯ୍ୟକୁ ମହତ୍ତ୍ୱପୂର୍ଣ୍ଣ ବୋଲି ଧରିନେବା। ଯେକୌଣସି ଜଣେ ପଣ୍ଡିତ ଯାହା ବି ପଢିଲେ ଆମେ କହୁନେ, ସେଥିପାଇଁ କୁହାଯାଏ ବଡ ଲୋକକୁ ଉତ୍ତର ନାହିଁ। ବ୍ରହ୍ମା ବିଳି ବିଳେଇଲେ ବେଦ। ବାହା ସରିଲେ ବେଦୀ ମୁହେଁ ପୋଡ଼ା। ସ୍ୱାର୍ଥ ସାଧନ ପରେ ଆଗ୍ରହ କମିଯିବା। ମାନିଲେ ଠାକୁର ନ ମାନିଲେ ପଥର। ନିଜର ଦୃଷ୍ଟିକୋଣ ଅନୁସାରେ ମାନ୍ୟତା ଦେବା ଅଥବା ନ ଦେବା। ଯତ୍ନ କଲେ ରତ୍ନ ମିଳେ। ଅଧ୍ୟାବସାୟ ସଫଳତାର ଚାବିକାଠି। ଯେମିତି ଠାକୁର ସେମିତି ପୂଜା। ବାଲି ଗରଡ଼ାକୁ ଚାଉଳ ଭଜା। ଗୁଣ ଘେନି ଆଦର। ଯେସାକୁ ତେସା। ଯେକୌଣସି ବ୍ୟବହାର ଦେଖାଇବା ତା ପାଇଁ ଅନୁରୂପ ବ୍ୟବହାର ପାଇବା। ଯେ ଦେଶ ଯାଇ ସେ ଫଳ ଖାଇ। ସବୁ ସ୍ଥାନରେ ପରିସ୍ଥିତି ସହିତ ଖାପ ଖୁଆଇ ଚଳିବା। ସେଥିପାଇଁ ଯେ ଦେଶ ଯାଇ ସେ ଫଳ ଖାଇ, ଅର୍ଥାତ୍ ଆମେ ଯେକୌଣସି ସ୍ଥାନକୁ ଯାଉଛେ ସେଇ ଅନୁସାରେ ଆମକୁ ଖାଇବା ପିଇବା ବ୍ୟବହାର ପୋଷାକ ସବୁ ଦେଖିବା ପାଇଁ ମିଳିବ। ଲୁଚିଛି ନା ଗୋଡ଼ ଦିଟା ଦିଶୁଛି। ଯେତେ ଘୋଡ଼ାଇଲେ ବି ଦୋଷ ଧରାପଡ଼େ। ଶୋଇଲା ପୁଅର ଭାଗ ନାହିଁ। କର୍ମକୁଣ୍ଠ ଲୋକ ଜୀବନରେ ହାରିଯାଏ। ସଭାରେ ହାଣ୍ଡି ଭାଙ୍ଗିବା, ଅର୍ଥାତ୍ ଗୁପ୍ତ କଥାକୁ ପ୍ରଘଟ କରିବା। ସ୍ୱର୍ଗକୁ ନିଶୁଣି ନାହିଁ କି ବଡ଼ ଲୋକକୁ ଉତ୍ତର ନାହିଁ। ଧନୀ ଓ ପ୍ରଭାବଶାଳୀ ଲୋକକୁ ଅନେକ କଥା କହି ହୁଏ ନାହିଁ। ସିଧା ଆଙ୍ଗୁଠିରେ ଘିଅ ବାହାରେ ନାହିଁ। ସବୁ କାମ ସହଜରେ ହୁଏ ନାହିଁ। ହାତେ ମାଫି ଚାଖେଣ୍ଡେ ଚାଲ। ସାବଧାନ ହୋଇ କାମ କରିବା। ହଲିଲା ପାଣିରେ ଗୋଡ଼ ନ ଦେବା, ଅର୍ଥାତ୍ ଗଣ୍ଡଗୋଳରେ ନ ପଶିବା। ହାତ ଅଳସେ ନିଶ ବଙ୍କା। ଅଳସୁଆ ଦୁଃଖ ପାଏ। ପିଲାମାନେ, ଏଇ ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା ଟିକେ କମେଣ୍ଟରେ ଜଣେଇବେ।